ରାଗରୁଷା ଏପର୍ଯ୍ୟନ୍ତ ସେମିତି ହେଇନି। ଅଭିମାନ ଟିକେ ଟିକେ ହେଇଛି, ରାଗରୁଷା ସେମିତି କିଛି ହେଇନି। ଆଉ ମୋତେ ଲାଗୁନି ରାଗି ଭଳି, ଯଦି ବି ରାଗିଥିଲେ ମୁଁ ମନେ ନେବି, କିଛି ଅସୁବିଧା ନାହିଁ। ମୋ କଥା ସେ ନିଜେ ସେ କହିବେ। ତ ମ୍ୟାଡାମ ସାର୍ ରାଗନ୍ତି? ନାଇଁ ନାଇଁ ଜମା ବି ଟାଇମ୍ ନାଇଁ। ହେଇଯିବ ମୁଁ ଯିବି ବାହାରିଲିଣି ଏଇଟା ସେମିତି ଟିକେ ଯଦି ଅର୍ଜେଣ୍ଟ ଥାଏ ତ କହିଦିଅନ୍ତି, ବାକି ସେମିତି ରାଗି ନାହାନ୍ତି କେବେ। ଆକ୍ଚୁଆଲି ମୋର ଗୋଟେ ସାନ ଭାଇଟେ ଅଛି, ସିଏ ବାହାରେ ରହୁଥିଲା, ତ ସିଏ ଆସିବା ବି ଟିକେ, ଯେହେତୁ ଜବ୍ କରୁଛି ସେଠୁ ଆସିବା ଟିକେ ଲେଟ୍ ହେଲା। ଟୋଟାଲ୍ ଜିନିଷ ମୋତେ ଏକା ହ୍ୟାଣ୍ଡେଲ୍ କରିବାକୁ ପଡ଼ିଲା, ତ ସେଥିପାଇଁ ତ ବ୍ୟସ୍ତ ରହିବାକୁ ପଡ଼ିବ। ତାପରେ ବାପା ବି ବହୁତ ଯାହା ହେଲ୍ପ କରିଛନ୍ତି, ତାଙ୍କର ବି ବୟସ ଟିକେ ଅଧିକ ହେଇଗଲାଣି, ସେ ବି ହେଲ୍ପ କରିଛନ୍ତି। ଶେଷ ସମୟରେ ସାନ ଭାଇ, ତା ଛଡ଼ା ମୋର ସାଙ୍ଗମାନେ ଅଛନ୍ତି। ମୋର ତନ୍ମୟ ବୋଲି ଗୋଟେ ସାଙ୍ଗଟେ ଅଛି, ମୋର ବେଷ୍ଟ ଫ୍ରେଣ୍ଡ ଯିଏ, ସେ ଟୋଟାଲି ବାହାଘରକୁ ଦାୟିତ୍ୱ ନେଇକି ସିଏ ହିଁ କରିଛି। ଆଉ ତ ତାପରେ ବି ନିଜେ ସବୁ ଜିନିଷ ମେଣ୍ଟେନ୍ କରିବାକୁ ପଡ଼ିବ। ବହୁତ ବ୍ୟସ୍ତରେ ଥିଲା, ତାପରେ ବି ମାନେ ଗୋଟେ ଭୟ ଥିଲା, କାଳେ କିଛି ସୁବିଧା ଅସୁବିଧା ହେବ କି କେଉଁ ପ୍ରୋବ୍ଲେମ୍ଟା ହେବ, ତେଣୁ ନିହାତି ଭାବରେ ବ୍ୟସ୍ତ ରହିବାକୁ ପଡ଼ିଥିଲା। ଶୁଭମ ଲିପି ଆକ୍ଚୁଆଲି ସେ ଗୀତଟି ଶୁଭମ ସହିତ ଲିପି ଗାଇଥିଲେ ଜିତୁ ଭାଇ, ଜିତୁ ଜାଣିଛନ୍ତି, ଓଡ଼ିଶାର ମୋଷ୍ଟ ପପୁଲାର ସିଙ୍ଗର। ଆଉ ସିଏ ଗାଇଥିଲେ, ତାଙ୍କ ସହିତ ରାଜଶ୍ରୀ, ନରେନ୍ଦ୍ର କୁମାର ମାଳିକ ସେ ଲେଖିଥିଲେ ଗୀତଟିକୁ, ମୁଁ ଟିକେ କୋଅପରେଟ୍ କରିଥିଲି। କମ୍ପୋଜିସନ୍ ମୋର, କିନ୍ତୁ ମୁଁ ତ ଗାୟକ ନୁହେଁ, ତଥାପି ବେଳେବେଳେ ଚେଷ୍ଟା କରିଦିଏ ଗାଇବା ପାଇଁ। ତା ଆଗରୁ କହୁଛି, ମୁଁ ଯଦି ଗାଇବି ସଙ୍ଗୀତ, ସଙ୍ଗୀତ ହେବ କଳଙ୍କିତ। କିନ୍ତୁ ଗାୟକ ମାନେ କ'ଣ କହିବି, ମାନେ ବାଥରୁମ୍ ସିଙ୍ଗର କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ କ'ଣ ଗାଇବି ଭାବୁଛି, ମ୍ୟାଡ଼ାମ୍ ଗାଇଲେ ଭଲ ହୁଅନ୍ତା।